ଜାନୁଆରୀ 17ରେ ଏହି ଉପାୟଟିଏ କରନ୍ତୁ। ଦେଖିବେ ଶନିଦେବ ଆପଣଙ୍କୁ ପୁରା ମାଲାମାଲ କରିଦେବେ। ଏହି ଗୋଟିଏ ଦୀପ ଆପଣଙ୍କୁ ଜାଳିବାକୁ ପଡ଼ିବ। ଚାଲନ୍ତୁ ଜାଣିବା। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ଆପଣ ଗୋଟିଏ ମାଟିର ଦୀପ ନେବେ ଏବଂ ସେହି ମାଟିର ଦୀପରେ କଳା ରାଶି ନେବେ ଗୋଟେ ଚୁଟକି ଏବଂ ସେହି ଦୀପରେ କଳା ରାଶି ପକାଇକି ଦୀପଟିଏ ଜାଳିବେ। ଏବଂ ଜାନୁଆରୀ 17 ତାରିଖ ହେଉଛି ଲକ୍ଷ୍ମୀ ନାରାୟଣଙ୍କର ଯୋଗ ମଧ୍ୟ ପଡ଼ୁଛି, ଯାହା ମାଘ ମାସରେ ବହୁତ ସାଧାରଣ ହୋଇନଥାଏ, ବହୁତ ଭଲ ହୋଇଥାଏ ଏବଂ ସେହି ଯୋଗଟି ଅତି ଚମତ୍କାରୀ ମଧ୍ୟ ହୋଇଥାଏ। ତାହେଲେ ଚାଲନ୍ତୁ ଜାଣିବା କେମିତି ଦୀପ ଜାଳିବେ, କେଉଁଠି ଜାଳିବେ ଏବଂ କେତେବେଳେ ଜାଳିବେ। ଜାଣିବା ପୂର୍ବରୁ ହେ ଶନିଦେବ, ଯିଏ ବି ତୁମର ଭିଡ଼ିଓଟି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରୁଛି ତା ଧନ ଦୌଲତରେ ଘର ଭର୍ତ୍ତି କରିଦିଅ। ଶନିଦେବ ଯେଉଁଠାରେ ବି ପ୍ରସନ୍ନ ହୋଇଥାନ୍ତି ଏତେ ଧନ ଦୌଲତ ଦେଇଥାନ୍ତି ଯେ ସେହି ବ୍ୟକ୍ତି ସମ୍ଭାଳି ପାରିନଥାନ୍ତି। ସବୁଠୁ ପ୍ରଥମେ ଗୋଟିଏ ମାଟିର ଦୀପ ନେବେ ଏବଂ ସେଥିରେ ତେଲ ଏବଂ କିଛି କଳା ରାଶି ହେଉଛି ଶନିଦେବଙ୍କର ଅତି ପ୍ରିୟ ହୋଇଥାଏ। କଳା ରାଶି ପକାଇବେ ଏବଂ ଦୀପଟି ଜାଳିବେ ଏବଂ ସେହି ଦୀପଟି ଜାଳିକି ଆପଣଙ୍କ ଘର ପାଖରେ ଯଦି ଶନି ମନ୍ଦିର ଥିବ ତ ଶନି ମନ୍ଦିରରେ ଜାଳିବେ, ନଚେତ୍ ଘର ପାଖରେ ଯଦି ଅଶ୍ୱତ୍ଥ ଗଛ ଥିବ ତ ସେହି ଗଛ ମୂଳରେ ଦୀପଟିଏ ଜାଳିବେ ଏବଂ ଏହି ଉପାୟଟି ଆପଣଙ୍କୁ ରାତିରେ ହିଁ କରିବାକୁ ପଡ଼ିବ। ଏବଂ ଦୀପ ଜାଳିବା ସମୟରେ ଓଁ ଶନିଶ୍ଚରାୟ ନମଃ ଏହି ମନ୍ତ୍ରଟି ଜପ କରିବେ। ଦେଖିବେ ଶନିଦେବ ଆପଣଙ୍କର ଘର ଧନ ଦୌଲତରେ ପୂର୍ଣ୍ଣ କରିଦେବେ।